ଧର୍ମ ଏବଂ ମାନବ ଚରିତ୍ରର ମୂଳଦୁଆ ଉପରେ ଆଧାରିତ ଆଜିର ଏହି ସଂକ୍ଷିପ୍ତ ସାରାଂଶକୁ ଆପଣଙ୍କୁ ସ୍ୱାଗତ। ଆପଣ ଜାଣନ୍ତି କି ଓମ୍କାର ପତ୍ରିକାର ଏହି ନୂଆ ଅଙ୍କରେ ଆରମ୍ଭ ପ୍ରାର୍ଥନା ପରେ ପ୍ରତିଷ୍ଠାତା ସମ୍ପାଦକ ସ୍ୱାମୀ ପ୍ରଣବାନନ୍ଦଙ୍କ ଦ୍ୱାରା ପ୍ରସ୍ତୁତ ଓ ସୁଶ୍ରୀ ସୁଶ୍ରୀଙ୍କ ଦ୍ୱାରା ଉପସ୍ଥାପିତ ଏକ ସର୍ବପୁରାତନ ବୈଦିକ ମନ୍ତ୍ର ବିଷୟରେ କୁହାଯାଇଛି, ଯାହା ବେଦର ଉପଦେଶ ମାଧ୍ୟମରେ ଆମକୁ ଜୀବନଯାତ୍ରାରେ ସଠିକ୍ ବାଟରେ ଆଗେଇବାକୁ ବହୁତ ବଡ଼ ପ୍ରେରଣା ଦେଇଥାଏ। ତେବେ ଆସନ୍ତୁ ସିଧାସଳଖ ଜାଣିବା ଏହି ବିଷୟର ତିନୋଟି ମୁଖ୍ୟ କଥା, ଯାହା ଆପଣଙ୍କୁ ନିହାତି ଜାଣିବା ଦରକାର। ପ୍ରଥମତଃ, ଧର୍ମର ଅର୍ଥ କେବଳ ଘଣ୍ଟି ବଜେଇବା କିମ୍ବା ପୂଜାପାଠ କରିବା ବିଲକୁଲ ନୁହେଁ। ଆପଣ ନିଜର ଦୈନନ୍ଦିନ କର୍ତ୍ତବ୍ୟ, ଯେମିତିକି ଛାତ୍ର, ଶିକ୍ଷକ କିମ୍ବା ବାପାମାଆଙ୍କ ଦାୟିତ୍ୱ କେମିତି ତୁଲାଉଛନ୍ତି, ତାହା ହିଁ ପ୍ରକୃତ ଧର୍ମ। ଆଉ ହଁ, ଧର୍ମ ଆମକୁ କେବେ ବି ଅନ୍ଧବିଶ୍ୱାସୀ କରେ ନାହିଁ, ବରଂ ଏହା ଆମ ଚିନ୍ତାଧାରାକୁ ଆହୁରି ବିଶାଳ କରିଦିଏ। ଦ୍ୱିତୀୟତଃ, ଆପଣ ହୁଏତ ଭାବୁଥିବେ ଜଣେ ପ୍ରକୃତ ଧାର୍ମିକ ଲୋକ ବାସ୍ତବରେ କେମିତି ହୋଇଥାନ୍ତି। ସେମାନେ ପୁରା ଶାନ୍ତ, ସଂଯତ ଏବଂ ସ୍ୱାର୍ଥହୀନ ହୋଇଥାନ୍ତି। ସେମାନଙ୍କ ଭିତରେ ରାଗ କିମ୍ବା ଈର୍ଷା ଆଦୌ ନଥାଏ। ସରଳ ଜୀବନ ଓ ଉଚ୍ଚ ବିଚାର ନୀତିକୁ ଆପଣାଇ ସେମାନେ ନିଜ ପ୍ରତିଭାକୁ ସବୁବେଳେ ଲୋକଙ୍କ ଭଲ ପାଇଁ ହିଁ ବ୍ୟବହାର କରନ୍ତି। ଶେଷରେ, ସବୁଠୁ ବଡ଼ କଥା ହେଉଛି, ଧର୍ମ ହିଁ ମଣିଷ ଓ ପଶୁ ଭିତରେ ଅସଲ ଫରକ ସୃଷ୍ଟି କରେ। ଦେଖନ୍ତୁ, ପଶୁମାନେ କେବଳ ନିଜ ଖାଦ୍ୟ ଓ ବଞ୍ଚିବା ପାଇଁ ସଂଘର୍ଷ କରନ୍ତି, କିନ୍ତୁ ମଣିଷ ନିଜର ବିବେକ, ସହାନୁଭୂତି ଆଉ ପରସ୍ପରକୁ ସାହାଯ୍ୟ କରିବାର ଗୁଣ ଯୋଗୁଁ ହିଁ ନିଜର ପ୍ରକୃତ ମଣିଷପଣିଆର ପରିଚୟ ଦେଇଥାଏ। ସରଳ ଭାବରେ କହିଲେ, କେବଳ ନୀତିଦିନିଆ ପୂଜାପାଠ ନୁହେଁ, ବରଂ ନିଜର ଠିକ୍ କର୍ତ୍ତବ୍ୟ ଓ ପରୋପକାର ମନୋଭାବ ହିଁ ଆମ ଜୀବନକୁ ପ୍ରକୃତ ଅର୍ଥରେ ସାର୍ଥକ କରିଥାଏ।